ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ପୂର୍ଣ୍ଣତାର ଦେବୀ ମହାସରସ୍ୱତୀ। ପୂର୍ଣ୍ଣତାର ଦେବୀ ମହାସରସ୍ୱତୀ ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ କୋରାପୁଟ ଜିଲ୍ଲା ଦାମଞ୍ଜଳିର ବିଜୟପା ସସ୍ମିତା ମିଶ୍ରଙ୍କୁ ମୁଁ ଅନୁରୋଧ କରୁଛି। ସସ୍ମିତା ବା ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ମୋର ଅନନ୍ତ କୋଟି ପ୍ରଣାମ ଏବଂ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଏବଂ ଅଂଶଗ୍ରହଣ କରିଥିବା ସମସ୍ତ ଅଭିପ୍ସୁ ଅପା ଭାଇମାନଙ୍କୁ ଅନ୍ତରରୁ ପ୍ରଣାମ। ଆଜିର ଆଲୋଚନାର ବିଷୟଟି ରହିଛି ପୂର୍ଣ୍ଣତାର ଦେବୀ ମହାସରସ୍ୱତୀ। ଆମେ ମାଙ୍କର ଚାରୋଟି ମହାରୂପ, ଯୋଉ ଚାରୋଟି ମୁଖ୍ୟ ଶକ୍ତି ସମ୍ମୁଖରେ ରହିକିରି ଏ ବିଶ୍ୱକୁ ପରିଚାଳନା କରୁଛନ୍ତି, ପାର୍ଥିବ ଲୀଳାରେ କାର୍ଯ୍ୟ କରୁଛନ୍ତି, ସେ ଚାରୋଟି ରୂପ ବିଷୟରେ ଗୋଟିଏ ଗୋଟିଏ ପରେ ଗୋଟିଏ ଆଲୋଚନା କରୁଛେ। ଆମେ ଏହି କ୍ରମରେ ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀଙ୍କ ବିଷୟରେ ବୁଝିଲେଣି, ଜାଣିବା ପାଇଁ ଚେଷ୍ଟା କରୁଥିଲେ ପ୍ରଭୁଙ୍କ ଲେଖାରୁ। ଆଜି ମହାସରସ୍ୱତୀଙ୍କ ବିଷୟରେ ପ୍ରଭୁ ଯାହା ଲେଖିଛନ୍ତି, ମା ଯାହା ତାକୁ ବୁଝେଇ ଦେଇଛନ୍ତି, ସେ ଭିତରୁ ବୁଝିବା। ମହେଶ୍ୱରୀ ପ୍ରଶାନ୍ତ ବିଶାଳତା ଏବଂ ସର୍ବବ୍ୟାପକ ଜ୍ଞାନର ଅଫୁରନ୍ତ କରୁଣାର ଦେବୀ। ମହାକାଳୀ ହେଉଛନ୍ତି ଭାସ୍ୱର ବୀର୍ଯ୍ୟ ଓ ଅଦମ୍ୟ ଆବେଗ କ୍ଷିପ୍ରତା ଦେବୀ ଏବଂ ମହାଲକ୍ଷ୍ମୀ ହେଉଛନ୍ତି ସୌନ୍ଦର୍ଯ୍ୟ, ସୁସଙ୍ଗତି ଏବଂ ପ୍ରେମର ଦେବୀ। ମହାସରସ୍ୱତୀଙ୍କ ବିଷୟରେ ପ୍ରଭୁ କହୁଛନ୍ତି, ମହାସରସ୍ୱତୀ is the mother's power of work and her spirit of perfection and order. ମହାସରସ୍ୱତୀ ହେଉଛନ୍ତି ମାଙ୍କର କର୍ମ ଶକ୍ତି, ତାଙ୍କର ପୂର୍ଣ୍ଣତା ଏବଂ ଅର୍ଡର ଶୃଙ୍ଖଳାର ମୂର୍ତ୍ତି। ମହାସରସ୍ୱତୀ ହେଉଛନ୍ତି ମାଙ୍କର କର୍ମଶକ୍ତି। ଏଇଠି ବୁଝଉଛନ୍ତି ପ୍ରଭୁ ଆହୁରି ଯେ ଏଇ ଯୋଉ ଚାରୋଟି ଯାକ ମହାଶକ୍ତି ମହାରୂପ ଦେଇ ମା ତାଙ୍କର କାର୍ଯ୍ୟ ସୃଷ୍ଟିରେ କରୁଛନ୍ତି, ସେ ଚାରି ଜଣଙ୍କର କାର୍ଯ୍ୟ କିଭଳି ଧାରାରେ ରହିଛି ତାହା ପ୍ରଭୁ ବୁଝଉଛନ୍ତି। ମହେଶ୍ୱରୀ lays down the large lines of the world forces. Mahakali drives their energy and impetus. Mahalakshmi discovers their rhythms and measures. ତିନି ଜଣଙ୍କର କାର୍ଯ୍ୟ ଏଇଭଳି ଧାରାରେ ଚାଲେ ଯେ ସୃଷ୍ଟିର ଯୋଜନାଟି କିଭଳି ହବ, କୋଉ ଯୋଜନା ଦେଇ, କୋଉ ପ୍ଲାନ ଦେଇ ସୃଷ୍ଟିଟି ଗତି କରିବ, ତାର ଯୋଉ ମୂଳ ରେଖା ଗୁଡିକ ଟାଣି ଦିଅନ୍ତି ମହେଶ୍ୱରୀ। ସେ ସଜାଡି ଦିଅନ୍ତି ସବୁ କିଛି, ସୃଷ୍ଟି କୋଉ ଧାରାରେ ଗତି କରିବ, କୋଉ ଭଳି ସୃଷ୍ଟିଟି କୋଉ ଯୋଜନା ଅନ୍ତର୍ଭୁକ୍ତ ହେଇକି ଚାଲିବ, ସେଇ ପ୍ଲାନ ର ଲାଇନ ଗୁଡିକ ଟାଣନ୍ତି ମହେଶ୍ୱରୀ। ତାପରେ ମହାକାଳୀ ତାକୁ ସେଇ ଯୋଜନାଟି କାର୍ଯ୍ୟକାରୀ ହବା ପାଇଁ ଶକ୍ତି ଏବଂ ପ୍ରେରଣା ତା ଭିତରେ ଢାଳି ଦିଅନ୍ତି। ମହାକାଳୀଙ୍କର କାମ ହେଲା ସେଇ ଯୋଉ ଯୋଜନାଟି କିଭଳି ଭାବରେ ଚାଲିବ, ତାକୁ କିଭଳି ଭାବରେ ଶକ୍ତି ତା ଭିତରେ ଭରିବ, ଯାହା ଦ୍ୱାରା ଯୋଜନାଟି କାର୍ଯ୍ୟକାରୀ ହବ। ତାପରେ ମହାଲକ୍ଷ୍ମୀ ସେ ସବୁର ଛନ୍ଦ ଆଉ ପରିମିତିକୁ ବ୍ୟକ୍ତ କରନ୍ତି। ସେ ତାକୁ କୋଉ ଧାରାରେ, ଏଇଠି କେମିତି ଧାରାରେ, କେମିତି ଗୋଟେ ସ୍ୱତନ୍ତ୍ର ୟୁନିଭର୍ସର ଯୋଉ ରିଦିମ, ସୃଷ୍ଟିର ଯୋଉ ରିଦିମ, ତା ଅନୁଯାୟୀ କେମିତି ଚାଲିବ, ଗୋଟେ ସ୍ୱତନ୍ତ୍ର ରିଦିମ ତା ଭିତରେ ସ୍ଥିର କରନ୍ତି।
କେମିତି ଭାବରେ ଯେମିତି ଆମେ ଦେଖିବା ଦୈନନ୍ଦିନ ଜୀବନରେ ଆମେ ଯଦି ଦେଖୁ ଏଇ ସୃଷ୍ଟିରେ ସବୁ କିଛି ତାର ରିଦିମ ରେ ଚାଲିଛି। ସୂର୍ଯ୍ୟ ସମୟରେ ଉଦୟ ହଉଛନ୍ତି, ତାପରେ ଦିନ ଗୁଡିକ ଯେଭଳି ଭାବରେ ଗତି କରିବା କଥା ସମୟଟି ଚାଲିଛି, ରାତିରେ ତାରା ଗୁଡିକ ଦେଖା ଯାଉଛନ୍ତି, ପୁନର୍ବାର ସକାଳ ହଉଛି, ସବୁ ଜୀବ ଗୁଡିକ ତାରି ଅନୁଯାୟୀ ପରିଚାଳିତ ହଉଛନ୍ତି। ଇଭେନ ସବୁ ପଶୁ ପକ୍ଷୀ ସେମାନେ ମଧ୍ୟ ସେଇ ଛନ୍ଦକୁ ଅନୁସରଣ କରିକିରି ସୃଷ୍ଟିରେ ପରିଚାଳିତ ହଉଛନ୍ତି। ଜୀବ ସକଳ ଉଦ୍ଭିଦ ମାନେ ମଧ୍ୟ ସେଇ ଅନୁଯାୟୀ ପରିଚାଳିତ, ମଣିଷ ମାନେ ମଧ୍ୟ ପ୍ରତ୍ୟେକ ଏଇ ଯୋଉ ଛନ୍ଦ ଆଉ ପରିମିତି ତାକୁ ନିର୍ଦ୍ଧାରଣ କରନ୍ତି ମହାଲକ୍ଷ୍ମୀ, ଯାହା ଦ୍ଵାରା ସୃଷ୍ଟିଟି ଗୋଟେ ସଂଗତିପୂର୍ଣ୍ଣ ଭାବରେ ଚାଲିବ, ସୌନ୍ଦର୍ଯ୍ୟମୟ ହେଇକି ରହିବ ଏବଂ ତାହାରି ଭିତରେ ସେ ସମସ୍ତଙ୍କୁ ଏକାଠି ଗୋଟେ ସଂଗତିର ସୂତ୍ରରେ ବାନ୍ଧି ଏ ସୃଷ୍ଟିର ପରିଚାଳନା ସେଇ ସଂଗତି ମାଧ୍ୟମରେ କରନ୍ତି। କିନ୍ତୁ ମହାସରସ୍ୱତୀଙ୍କ କାର୍ଯ୍ୟଟି ତା ପରବର୍ତ୍ତୀ କାର୍ଯ୍ୟ। କାହିଁକି ନା ଏଇଠି ପୁଣି କହିଲେ ଯୋଉ ଦ ୟଙ୍ଗେଷ୍ଟ ଅଫ ଦ ଫୋର, ଚାରି ଜଣଙ୍କ ଶକ୍ତି, ଚାରିଟି ଶକ୍ତି ମଧ୍ୟରେ ଏଇ ମହାଶକ୍ତି ଚାରି ଜଣଙ୍କ ମଧ୍ୟରେ ମହାସରସ୍ୱତୀ ହଉଛନ୍ତି ୟଙ୍ଗେଷ୍ଟ। ସେ ସମସ୍ତଙ୍କ ଭିତରେ କନିଷ୍ଠା। କନିଷ୍ଠା କାହିଁକି କୁହାଗଲା? ମା ତାର ଉତ୍ତର ଦେଇଛନ୍ତି। ମାଙ୍କୁ ଯେତେବେଳେ ପଚରାଗଲା, ସୁଇଟ୍ ମଦର, why is ମହାସରସ୍ୱତୀ the youngest of the four? ମା କହିଲେ, because her work came last, so she came last. It is in this order that they manifested. In the order given here, चारोटी जो धारा बतई दियागला, जो अनुसार सृष्टिर प्लान टी से कले, ताकू बल और बेग देले महाकाली महेश्वरी, प्लान देले, तापरे सेटा केमती वर्कआउट हम से एनर्जी देले महाकाली, तापरे महालक्ष्मी से सब को किभली संगतिपूर्ण भाव में सजई सृष्टि को परिचालना करिवे तार दायित्व नेले। तापरे आसुची जाई महासरस्वतींकर काम। सेतिपाई तांकर जेहेतु शेषरे तांकर कार्य, तेणु सीए सेही अनुଯାୟୀ मैनिफेस्ट होइतांती, से अभिव्यक्त हुअंती सेमिति शेषरे, एवं ताहा पाई तांको कुहा जायछि जे से सर्वकनिष्ठा बोली, यंगेस्ट ऑफ द फोर। आउ मा पुणी कहउचंती, and the necessity of perfection was the last, so she is the youngest. जेहेतु से पूर्णतार देवी, तेणु एई जो पूर्णता सब बेले लास्ट, जेकोसी कार्यर पूर्णताटी शेषरे ही आसे, तेणु महासरस्वतींकर कार्य शेषरे। ए सबू को से केमिति सजाड़िबे, सेइतिपई तांकर कार्यटी शेषरे आसुची एवं से सर्वकनिष्ठा बोली कहा जायछि। महासरस्वती प्रिजाइड्स ओवर देयर डिटेल ऑफ ऑर्गेनाइजेशन एंड एग्जीक्यूशन। महासरस्वती एई सब प्रकार तिनी महाशक्ति सब को सजाड़ी देला परे महासरस्वती कौन देखंती, टेक्निक भाव रे डिटेल्स रे पर्यवेक्षण करंती, से सब कथा गुड़िक कि भली भाव रे संगठित होची, तार संगठन केमिति हबो, ऑर्गेनाइजेशन केमिति हबो, तार प्रयोगटी केमिति यथार्थ धारा रे हबो, सब जिनिसर केमिति गोटे यथार्थ समावेश हबो, सब किसी को से टेक्निक भाव रे पर्यवेक्षण करंती। कारण जे कोनोसी कार्य पूर्वरु ऑर्गेनाइजेशन टी बहुत इंपोर्टेंट। जे कोनोसी कार्यटी करा जिवो त केमिति संगठित करा जिवो ताहा बहुत आवश्यक। सेई जिनिसटी को ध्यान देले ही कार्यटी सहजरे एवं सुंदर भाव रे परिपूर्णता आड़को आगे चले। सेति पई मा कहले जे प्रकृति रे आम जीवनटी मध्य सेमिति भाव रे एई ऑर्गेनाइजेशन को नेकी चलेवा दरकार। प्रति समय आम जीवन टी संगठित हवा दरकार। ऑर्गेनाइज योर लाइफ, योर वर्क, योर कॉन्शियसनेस। तेणु ऑर्गेनाइजेशन कौन, जहाँ महासरस्वती करुचंती, ऑर्गेनाइजेशन कंसिस्ट इन पुटिंग ईच थिंग इन इट्स ट्रू प्लेस।
ଯଥାର୍ଥ ସ୍ଥାନରେ ପ୍ରତିଟି କଥାକୁ ରଖିବା, ତାହା ହିଁ ହଉଛି ସଂଗଠନ। ଯେକୌଣସି ଏଇ ଯୋଉ ସୃଷ୍ଟିର ସମସ୍ତ କ୍ରିୟାଧାରାକୁ 4ଟି ରୂପରେ ମା ସଜାଡୁଛନ୍ତି, ସବୁ କିଛିକୁ କରୁଛନ୍ତି। ସେଇ ଭିତରେ ମହାସରସ୍ୱତୀ ଟିକିନିକି ଭାବରେ ଯୋଉ କଥାଟି ଯୋଉଠି ରହିବା କଥା ତାକୁ ସେଇଠି ରଖିଛନ୍ତି। ତାଙ୍କର କାମ ହେଲା ଏଇଟା, ପ୍ରପର ଅର୍ଗାନାଇଜେସନ, ସବୁ ଜିନିଷଟିକୁ ତାର ବାସ୍ତବ ସ୍ଥାନରେ ସେ ରଖୁଛନ୍ତି। କାହିଁକି ନା ଅର୍ଗାନାଇଜେସନ ଇଣ୍ଡିସ୍ପେନ୍ସିବଲ ଫର ଅଲ୍ ଗୁଡ୍ ୱାର୍କ। ଭଲ କାର୍ଯ୍ୟଟି ପାଇଁ ସବୁବେଳେ ଅର୍ଗାନାଇଜେସନ ଦରକାର, ନହେଲେ କାର୍ଯ୍ୟଟି ସୁନ୍ଦର ହବ ନାହିଁ, କାର୍ଯ୍ୟରେ ପୂର୍ଣ୍ଣତା ଆସିପାରିବ ନାହିଁ। ତେଣୁ ପ୍ରତି ସମୟରେ ସରସ୍ୱତୀ, ମହାସରସ୍ୱତୀ ସେ ସବୁବେଳେ ଏମିତି ସବୁକୁ ସଂଗଠିତ କରୁଛନ୍ତି ସୃଷ୍ଟିରେ। କୋଉଠି କେମିତି କଣ ରହିବ, ସାଧାରଣ ଭାବରେ ଆମେ ଯଦି ଦେଖିବା ଏ ସୃଷ୍ଟିରେ ସବୁ କିଛି କେମିତି ତାର ନିୟମ ଅନୁଯାୟୀ ସଜାଡି ହେଇକି ରହିଛନ୍ତି। କେମିତି ଏ ସବୁକୁ କିଏ ଯୋଜନା କରିଛନ୍ତି? ମହେଶ୍ୱରୀ। ତାକୁ ଚାଲିବାର ବଳବେଗ ଦେଇଛନ୍ତି ମହାକାଳୀ। ମହାଲକ୍ଷ୍ମୀ ତାକୁ ବିଭିନ୍ନ ଛନ୍ଦରେ ଛନ୍ଦାୟିତ କରିଛନ୍ତି ଏବଂ ମହାସରସ୍ୱତୀ ତାକୁ ଟିକେ ଟିକେ ଭାବରେ କୋଉଟା କୋଉଠି ରହିବା କଥା, କେମିତି ସଜାଡି ହେଲେ ଜିନିଷଟି ସୁନ୍ଦର ହବ, ସୃଷ୍ଟିଟି ସଂଗତିପୂର୍ଣ୍ଣ ହେଇ ଉଠିବ, ସବୁ କିଛି କେମିତି ଭାବରେ ତାହା ଯଥାର୍ଥ ରୀତିରେ ଚାଲିବ ଏବଂ ପରିପୂର୍ଣ୍ଣ ପୂର୍ଣ୍ଣତା ଆଡକୁ ଗତି କରିବ, ତାହାକୁ ସେ ସଜାଡିଛନ୍ତି। ଯେତେ ଯେଉଁ ଜିନିଷଟି ଯେଉଁଠି ରହିବା କଥା, ଆମେ ଆମ ମାନୁଷୀ ଦୃଷ୍ଟିରୁ ଅନେକ କିଛି ଏ ସୃଷ୍ଟି ଭିତରେ ଭୁଲ ଖୋଜି ଦେଇପାରୁ, କାରଣ ଆମର ଚିନ୍ତା ସୀମିତ, ଆମର ଜ୍ଞାନ ବି ସୀମିତ, ଆମର ଦୃଷ୍ଟିକୋଣ ବି ସୀମିତ। ତାରି ଭିତରେ ଆମେ ସୃଷ୍ଟିରେ ଅନେକ ଭୁଲ କାଢିପାରୁ ଏବଂ କହିପାରୁ ଯେ ଭଗବାନ ଏମିତି କଣ ଗୋଟେ ସୃଷ୍ଟିଟାକୁ କରିଛନ୍ତି। ମା ତ କହିଛନ୍ତି ଯେ ଆମେ ଭାବୁ ଯେ ମତେ ଯଦି ସୃଷ୍ଟିର ଦାୟିତ୍ୱ ଦିଆଯାଇଥାନ୍ତା ମୁଁ ଭଗବାନଙ୍କଠୁ ବୋଧେ ଆହୁରି ସୁନ୍ଦର ଭାବେ ସୃଷ୍ଟିଟିକୁ କରିଥାନ୍ତି। ସେଇ ସୁନ୍ଦର ଯୋଉ ଗପଟି ଆମେ ଜାଣିଥିଲେ, ଯେମିତି ବରଗଛରେ ଏତିକି ଛୋଟ ଫଳଟିଏ ଏବଂ କଖାରୁ ଗଛରେ ଏତେ ବଡ ଫଳଟିଏ, ଏଇଟା ଗୋଟେ ଭୁଲ ତାଙ୍କର କ୍ରିୟା। କୋଉଠି କୋଉ ଜିନିଷଟି ରହିବା କଥା ସଜାଡି ନାହାନ୍ତି। ମଣିଷଟି ଏହା ଭାବିକି ଯେତେବେଳେ ଶୋଇପଡିଛି ଗଛ ମୂଳେ, ତା ନାକରେ ବର ଫଳଟିଏ ପଡି ଗଡି ପଡିଛି ତଳକୁ। ସେ ଉଠି ଭାବୁଛି ଯେ ବାସ୍ତବିକ ଯଦି ଏମିତି ଏଇଠି ଗୋଟେ କଖାରୁ ଭଳିଆ ସାଇଜର ଫଳଟିଏ ହେଇଥାନ୍ତା ଆଉ ତାହା ପଡିଥାନ୍ତା ମୋ ଉପରେ, ମୋର ଅବସ୍ଥା ଯେ କଣ ହେଇଥାନ୍ତା। ଏମିତି ଭାବରେ ପଛରେ କୌଣସି କଥାକୁ ବୁଝିପାରେ ସିନା, କିନ୍ତୁ ପ୍ରତି ମୁହୂର୍ତ୍ତରେ ସେ ଭାବେ, ଅନେକ କ୍ଷେତ୍ରରେ ସେ ଭାବେ ଯେ ଭଗବାନ ଏଇଠି ଭୁଲ କରୁଛନ୍ତି। କିନ୍ତୁ ବାସ୍ତବରେ କୋଉଠି କୋଉ ଜିନିଷଟି ରହିବା କଥା ତାହା ସେ ସଜାଡିଛନ୍ତି। ଆମର ବୁଦ୍ଧି ସୀମିତ ଥିବାରୁ, ଜ୍ଞାନ ସୀମିତ ଥିବାରୁ ଆମେ ଜାଣିପାରୁନୁ। ସେ ପ୍ରପର ଅର୍ଗାନାଇଜେସନ କରିଛନ୍ତି ମହାସରସ୍ୱତୀ ରୂପରେ ସ୍ୱୟଂ ଦିବ୍ୟ ଜନନୀ। ସବୁକୁ ସଜାଡିଛନ୍ତି, କୋଉଟା କୋଉଠି ପ୍ରପରଲି ରହିବା କଥା, ଯଥାର୍ଥ ସ୍ଥାନ ତାର କୋଉଠି ତାହା ସେ ଜାଣନ୍ତି। ସେଇଥିପାଇଁ ହିଁ ସବୁ କିଛି ଏ ସୃଷ୍ଟିରେ ସଂଗତିପୂର୍ଣ୍ଣ ଭାବରେ ସେ ସଜେଇ ରଖିଥିବା ଯୋଗୁ ଚାଲିଛି। ଆଉ ସିଏ ମଧ୍ୟ ଶୃଙ୍ଖଳାର ଦେବୀ, ଶୃଙ୍ଖଳା ମଧ୍ୟ ସେ ସବୁଠି ବିଧାନ କରନ୍ତି। ସେଥିପାଇଁ ସେ ହଉଛନ୍ତି ପୂର୍ଣ୍ଣତା, ଶୃଙ୍ଖଳା, କର୍ମଶକ୍ତି ଏବଂ ସଂଗଠନ ସବୁ କିଛିର ସିଏ ଟିକିନିକି ଭାବରେ ସବୁ କିଛିର ଧ୍ୟାନ ଦେଇଥାନ୍ତି। ଶୃଙ୍ଖଳା ମଧ୍ୟ ଜୀବନରେ ଅପରିହାର୍ଯ୍ୟ ଜିନିଷ। ଯାହା ନଥିଲେ ଶୃଙ୍ଖଳାଟି ଆମ ଜୀବନଟି ଭାରି ଅବ୍ୟବସ୍ଥିତ ହେଇଯାଆନ୍ତା, ଅଗ୍ରଗତି ଜମା ବି ହେଇପାରନ୍ତାନି। କାରଣ ଅଗ୍ରଗତି ନିମିତ୍ତ ଶୃଙ୍ଖଳା ଏକ ଅପରିହାର୍ଯ୍ୟ ବିଧାନ। ଏ ସୃଷ୍ଟିର ଅଗ୍ରଗତି ନିମନ୍ତେ ମା ମହାସରସ୍ୱତୀ ରୂପରେ ସବୁ ଶୃଙ୍ଖଳାର ବିଧାନ ମଧ୍ୟ କରୁଛନ୍ତି। ସବୁ କିଛି ଶୃଙ୍ଖଳିତ ହେଇ କେମିତି ଏ ସୃଷ୍ଟିରେ ରହିବ। ଆଶ୍ରମରେ ମଧ୍ୟ ପଣ୍ଡିଚେରୀରେ ଯେତେବେଳେ ଯେକୌଣସି କଥା ମା ଆସିବା ପୂର୍ବରୁ
ସବୁ କିଛି ଶ୍ରୀ ଅରବିନ୍ଦ ଖାଇବା ପୂର୍ବରୁ ଅନ୍ୟ ସମସ୍ତେ ଖାଦ୍ୟ ଖାଇବା ସରେଇ ଦଉଥିଲେ ବା ତାପରେ କିଏ କୋଉଠି ବସୁଥିଲେ ଠିକଣା ନଥିଲା, କିଛି ଗୋଟେ ନିୟମ ଶୃଙ୍ଖଳା ନଥିଲା, ଶୋଇବାର, ବସିବାର, ଖାଇବାର ସମୟ ଏସବୁ କିଛି ନଥିଲା। ଯେତେବେଳେ ମା ଆସିଲେ ସବୁ କିଛିକୁ ଶୃଙ୍ଖଳିତ କଲେ, କୋଉଠି କୋଉ ସମୟରେ ହବା କଥା, କେମିତି ଧାରାରେ ଚାଲିବ, କେମିତି ଶ୍ରୀ ଅରବିନ୍ଦ ଚୌକି ଉପରେ ବସିଥିଲା ବେଳେ ଶିଷ୍ୟମାନେ ତାଙ୍କ ଚତୁଃପାର୍ଶ୍ୱରେ କିଭଳି ପୋଜିସନରେ ବସିବେ, କେମିତି ଭାବରେ ତାଙ୍କ ଠାରୁ ଶିକ୍ଷା ଗୁଡିକ ଗ୍ରହଣ କରିବେ, ତାଙ୍କ ସହିତ ବାର୍ତ୍ତାଳାପ କିଭଳି ଭାବରେ କରିବେ, ତାଙ୍କ ସହିତ କିଭଳି ବ୍ୟବହାର କରିବେ, ଆଚରଣ କେମିତି ରହିବ, ଖାଦ୍ୟ କେତେବେଳେ ଖାଇବାକୁ ହବ, କୋଉ କୋଉ ସମୟ ନିର୍ଦ୍ଧାରିତ ହବ, ସବୁ କିଛି ମା ସଜାଡ଼ିଲେ। ଏମିତି ଶୃଙ୍ଖଳା, ସୃଷ୍ଟିକୁ ସଜାଡ଼ିବାରେ ମଧ୍ୟ ଅନେକ ଶୃଙ୍ଖଳା ମା ମହାସରସ୍ୱତୀ ରୂପରେ ବିଧାନ କରିଛନ୍ତି। ସେଇଥିପାଇଁ ସୃଷ୍ଟିଟି ପ୍ରତି ମୁହୂର୍ତ୍ତରେ ଅଗ୍ରଗତି ଆଡକୁ ଯିବା ଲାଗି ନିଜକୁ ପ୍ରସ୍ତୁତ କରିପାରୁଛି, ସେଇ ଶୃଙ୍ଖଳାର ମଧ୍ୟ ଦେଇକିରି ଚାଲିଛି। ଏମିତି ଭାବରେ ଶୃଙ୍ଖଳାର ବିଧାନ ବି ସେ କରୁଛନ୍ତି ଏବଂ ପ୍ରତି ସମୟରେ ପ୍ରତିଟି ଜିନିଷ କେମିତି ମାନେ ତାର ଯଥାଯୋଗ୍ୟତା ଅନୁଯାୟୀ ସଂଗଠିତ ହବ, ତାକୁ ସେ ଧ୍ୟାନ ଦେଉଛନ୍ତି, ଏମିତି ଭାବରେ ସଜେଇ ରଖିଛନ୍ତି। ଏବଂ ବୁଝିବା ପୂର୍ଣ୍ଣତା କଣ, ଏଇ ପୂର୍ଣ୍ଣତା ସେ କଣ କରୁଛନ୍ତି, ଏଇଠି ପୂର୍ଣ୍ଣତା ଆଡକୁ ଯୋଉ ସୃଷ୍ଟିକୁ ସେ ନେଇଯିବେ, ପୂର୍ଣ୍ଣତାର ଦେବୀ ବୋଲି କୁହାଗଲା, ସେ ପୂର୍ଣ୍ଣତା କଣ ସେଇ ବିଷୟରେ ପ୍ରଭୁ ଶ୍ରୀ ଅରବିନ୍ଦ ଆମକୁ ଭଲ ଭାବେ ବୁଝେଇ ଦେଇଛନ୍ତି। ମା କହିଛନ୍ତି ମହାସରସ୍ୱତୀ's mission is to awaken the world to the need of perfection। ମହାସରସ୍ୱତୀଙ୍କର ଲକ୍ଷ୍ୟ ହେଲା କଣ, ଉଦ୍ଦେଶ୍ୟ ହେଲା କଣ, ଏଇ ଜଗତକୁ ସେଇ ପୂର୍ଣ୍ଣତା ବିଷୟରେ ସଚେତନ କରେଇଦେବେ, ଜାଗ୍ରତ କରେଇଦେବେ, ସେଇ ବିଷୟରେ ସେମାନଙ୍କୁ ସଜାଗ କରେଇଦେବେ, ସମଗ୍ର ଜଗତକୁ ସେଇ ପୂର୍ଣ୍ଣତା ବିଷୟରେ ଜ୍ଞାନ ଦେବେ। ଏଇଥିପାଇଁ ମହାସରସ୍ୱତୀ ଅଛନ୍ତି। ତେବେ ଏଇ ପୂର୍ଣ୍ଣତାଟି କଣ, ତାହା ଶ୍ରୀ ଅରବିନ୍ଦଙ୍କ ଲେଖାରୁ ଆମେ ବୁଝିବା। ପ୍ରଭୁ ଲେଖୁଛନ୍ତି, ଆମେ ଯୋଉ ସାଧାରଣ ଜୀବନରେ ପୂର୍ଣ୍ଣତା ବୋଲି ଯାହା ଭାବୁ, ଆମେ କଣ ଭାବୁ ଯେ the mundane perfection is sometimes conceived of as something outward, social, a thing of action, a more rational dealing with our fellow men and our environment, a better and more efficient citizenship and discharge of duties, a better, richer, kindlier and happier way of living with a more just and more harmonious associated enjoyment of the opportunities of existence। ଏମିତି ଭାବରେ ଆମେ ଦେଖୁ ଯେ ଆମ ବାହ୍ୟ ଜୀବନରେ ସାଧାରଣ ଭାବରେ ନୀତିଦିନିଆ ଚଳଣି ଭିତରେ ପୂର୍ଣ୍ଣତା କହିଲେ ଆମେ ବୁଝୁ ଯେ ସାମାଜିକ ଏବଂ ବାହ୍ୟ ଜୀବନରେ ଗୋଟେ ପୂର୍ଣ୍ଣତା, ଆମ କର୍ମରେ ଟିକେ ଆଉ ଟିକେ ବେଟରମେଣ୍ଟ ହେଇଥିବ, ଆଉ ଟିକେ ଭଲ ଭାବେ କର୍ମ ଗୁଡିକ କରିପାରୁଥିବୁ, ଆମ ଚତୁଃପାର୍ଶ୍ୱର ପରିବେଶ ମଣିଷ ମାନେ ସବୁ ଟିକେ ଟିକେ ଅଧିକ ଅଧିକ ଭଲ ହଉଥିବେ, ଅଧିକ ପ୍ରଭାବଶାଳୀ ଜଣେ ହେଇପାରୁଥିବ ଏବଂ ତାହାରି ଭିତରେ ଆଉ ଟିକେ ଉନ୍ନତତର ଜୀବନ, ଟିକେ ଧନୀ, ଟିକେ ଦୟାଳୁ ଅଧିକ ହଉଥିବ, ଅଧିକ ଟିକେ ସୁଖମୟ ଜୀବନ ବଞ୍ଚି ପାରୁଥିବ, ଏଇଗୁଡାକ ହଉଛି ପୂର୍ଣ୍ଣତା ବୋଲି ଆମେ ଭାବୁ। ଆଉ ଟିକେ ଟିକେ ଆମର ଯେତେକ କଥା ଆମେ କରୁଛୁ, ଆଉ ଟିକେ ଧନ ସମ୍ପତ୍ତି, ଆଉ ଟିକେ ସୁଖମୟ ଜୀବନ, ଆଉ ଟିକେ ଆମ ଭିତରେ ଦୟା ଭାବ ବଢିଯିବ, ଆଉ ଟିକେ ଆମର ଷ୍ଟାଟସ ଭଲ ମେଣ୍ଟେନ ହବ, ଏମିତି ଜିନିଷ ଗୁଡିକୁ ଆମେ ପୂର୍ଣ୍ଣତା ବୋଲି ସାଧାରଣତଃ ଭାବୁଥାଉ। କିନ୍ତୁ ପ୍ରକୃତରେ ପୂର୍ଣ୍ଣତା ହଉଛି କଣ, ଆମ କ୍ଷେତ୍ରରେ ତ ଆମେ ଏହା ଭାବିଲୁ, ସାମାଜିକ ଚଳଣି କ୍ଷେତ୍ରରେ ମଧ୍ୟ ସେ ପୂର୍ଣ୍ଣତା, ଆଉ ଟିକେ ଭଲ ଲ ଆଣ୍ଡ ଅର୍ଡର ସିଷ୍ଟମ ହବ, ଆଉ ଟିକେ ଭଲ ଭଲ ନେତା ମାନେ ରହିବେ, ଆଉ ଟିକେ ମୂଲ୍ୟବୋଧ ସବୁ ଜିନିଷର ସମସ୍ତଙ୍କ ପାଇଁ ଆଉ ଟିକେ ବଢିବ, ଏଇଭଳିଆ ଜିନିଷ ଗୁଡିଏ ଆମେ ଭାବୁଛୁ ଯେ ଏଇ ଦିଗରେ ଯଦି ଯାଉଛି ତାହେଲେ ଏଇଟା ହଉଛି ପୂର୍ଣ୍ଣତା। କିନ୍ତୁ ବାସ୍ତବରେ
ସେଗୁଡିକ ପୂର୍ଣ୍ଣତାରେ କିଛି ଅଂଶରେ ମାତ୍ର ସହାୟକ ହେଇଥାଏ ସିନା ଯଥାର୍ଥ ପୂର୍ଣ୍ଣତା ନୁହେଁ। ଯଥାର୍ଥ ପୂର୍ଣ୍ଣତା ଗୋଟେ ମହତ୍ତର ପୂର୍ଣ୍ଣତା କେତେବେଳେ ହେଇଯିବ ତାହା ବି ପ୍ରଭୁ କହୁଛନ୍ତି, a greater perfection can only be arrived at by a higher power entering in and taking up the whole action of the being। ଆମର ଯେତେବେଳେ ଊର୍ଦ୍ଧ୍ୱତର ଶକ୍ତି ଆମ ଭିତରେ ପ୍ରବେଶ କରିବ ଏବଂ ସେଇ ଊର୍ଦ୍ଧ୍ୱତର ଶକ୍ତି ଆମର ସମଗ୍ର ଚେତନା ଭିତରେ କାର୍ଯ୍ୟକାରୀ ହବ, ଆମର ସମଗ୍ର କ୍ରିୟାକଳାପ, ଆମର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ମାନଙ୍କର ସମସ୍ତ କ୍ରିୟାକଳାପ, ଆମ ଜୀବନର ପ୍ରତିଟି ଗତିବୃତ୍ତି ସବୁକୁ ସେଇ ଊର୍ଦ୍ଧ୍ୱତର ଶକ୍ତି ଯେତେବେଳେ ପରିଚାଳିତ କରିବ, ତେବେ ଯାଇ ଆମ ଭିତରେ ସେଇ ଯଥାର୍ଥ ପୂର୍ଣ୍ଣତାଟି ଆସିପାରିବ। ନହେଲେ ଆଉ ଯେତେ ଯାହା ବାହ୍ୟ ଭାବରେ ଚେଷ୍ଟା କରୁଛୁ ଯେମିତି ପୂର୍ଣ୍ଣତା ବୋଲି ଭାବି କିଛି କଥା କରିବା ପାଇଁ ଆମେ ଆଗେଇ ଯାଉ ଜୀବନଟିକୁ ଆଉ ଟିକେ ବେଟର କରିବା ପାଇଁ, ତାହା ପୂର୍ଣ୍ଣତା ହେଇପାରେନି। ପୂର୍ଣ୍ଣତାଟି ଆସିବ ସେତେବେଳେ ଯେତେବେଳେ ଗୋଟିଏ ଊର୍ଦ୍ଧ୍ୱତର ଶକ୍ତି ଆମ ଜୀବନକୁ ପରିଚାଳିତ କରିବ, ଆମର ପ୍ରତିଟି ମୁହୂର୍ତ୍ତକୁ ସେ ଗଢିବ, ଆମର ପ୍ରତିଟି ମୁହୂର୍ତ୍ତକୁ ସେ ପରିଚାଳିତ କରିବ। ଏଇଭଳି ଭାବରେ ପୂର୍ଣ୍ଣତା, ଏଇ ପୂର୍ଣ୍ଣତା ଆଡକୁ ନେଇଯିବା ଲାଗି ସୃଷ୍ଟିକୁ ସେମିତି ପୂର୍ଣ୍ଣତା ଆଡକୁ ନେଇଯିବା ଲାଗି ସୃଷ୍ଟ ଜୀବ ସମସ୍ତଙ୍କୁ ପୂର୍ଣ୍ଣତା ଆଡକୁ ନେଇଯିବା ଲାଗି ମହାସରସ୍ୱତୀଙ୍କର ବିଶାଳ ଲକ୍ଷ୍ୟ। ସିଏ ଏଇ କାର୍ଯ୍ୟ ଏଠି କରୁଛନ୍ତି। ଏହା କରିବା ତାଙ୍କର ପ୍ରତି ମୁହୂର୍ତ୍ତରେ ତାଙ୍କର ବ୍ରତ। ତେଣୁ ସେ ଖୁଣ୍ଟି ନାଣ୍ଟିକିରି ପର୍ଯ୍ୟବେକ୍ଷଣ କରନ୍ତି ସବୁ କଥାକୁ, ପୁଙ୍ଖାନୁପୁଙ୍ଖ ଭାବରେ ସେ ପର୍ଯ୍ୟବେକ୍ଷଣ କରନ୍ତି ଏବଂ ତାଙ୍କ ଭିତରେ ରହିଛି ଏକ ସିଦ୍ଧ କର୍ମୀର ଅନ୍ତରଙ୍ଗ ଯଥାଯଥ ଜ୍ଞାନ, ତାଙ୍କ ଭିତରେ ରହିଛି ସୂକ୍ଷ୍ମବୋଧ ଓ ଧୈର୍ଯ୍ୟ, ତାଙ୍କ ଭିତରେ ରହିଛି ଅନ୍ତର୍ଜ୍ଞାନୀ ମନର ସଚେତନ ହସ୍ତର ସୂକ୍ଷ୍ମଦର୍ଶୀ ଦୃଷ୍ଟିର ନିର୍ଭୁଲତା। ଏତେ ସୂକ୍ଷ୍ମ ଭାବରେ ସେ ସବୁ କିଛିକୁ ଅବଜର୍ଭ କରୁଛନ୍ତି ଯେ ସବୁ କିଛିର ଯୋଉ ସବୁ କିଛି ଏ ସୃଷ୍ଟିର ସବୁ କିଛିର ଯୋଉ ପ୍ରୟୋଗ ନୀତି ରହିଛି, ଯୋଉ ଗଠନ ରୀତି ରହିଛି, ତା ଭିତରେ ଯୋଉ କାରୁ ପଦ୍ଧତି ରହିଛି, ସବୁକୁ ଖୁଣ୍ଟି ନାଣ୍ଟି ସେ ତାକୁ ଲକ୍ଷ୍ୟ କରୁଛନ୍ତି। କୋଉ କଥାଟି କେମିତି ଗଢା ହେବା କଥା, କୋଉ ଦିଗରେ ଯିବା କଥା, କେମିତି ତା ଜାଗାରେ ରହିବା କଥା, କିଭଳି ଭାବରେ ତାର କାର୍ଯ୍ୟଧାରା ହବା କଥା। ତେଣୁ ସିଏ ହଉଛନ୍ତି ଜଣେ ସିଦ୍ଧକର୍ମୀ। ସିଏ ସବୁ ମାଙ୍କର କର୍ମଶକ୍ତି, ସେ ମାଙ୍କର ଏମିତି କର୍ମଶକ୍ତି ଯିଏ କି କର୍ମରେ ସବୁ କିଛି, ଯାହା ଶ୍ରୀ ଅରବିନ୍ଦ ଆମକୁ କହୁଛନ୍ତି ଯେ ସିଏ ସବୁବେଳେ ତାଙ୍କର କର୍ମଟି କୌଶଳ ଯୁକ୍ତ। ତେଣୁ ସେଇ ଯୋଉ ସୂକ୍ଷ୍ମବୋଧ, ସେଇ ଯୋଉ ତାଙ୍କର ଗଠନ ରୀତି, ପ୍ରୟୋଗ ନୀତି, କାରୁ ପଦ୍ଧତି, ଏଇ ସବୁ ଗୁଡିକ ସେ ତାଙ୍କ କର୍ମ ଭିତରେ ଧାରଣ କରିଛନ୍ତି। ତାଙ୍କ କର୍ମଟି ଏତେ ଟେକ୍ନିକ, ଏତେ ପୁଙ୍ଖାନୁପୁଙ୍ଖ, ତା ଭିତରେ ଏ ସମସ୍ତ କିଛି ଅନ୍ତର୍ଭୁକ୍ତ। ତେଣୁ ତାଙ୍କର କର୍ମ ଏଇଭଳି ସେ କରିଚାଲିଛନ୍ତି ନିରନ୍ତର ଏ ସୃଷ୍ଟିକୁ ଗଢିବା ଲାଗି। ତେଣୁ ତାଙ୍କର କାର୍ଯ୍ୟ ବହୁତ ନିର୍ଭୁଲତାକୁ ଧାରଣ କରିଥାଏ। କୌଣସି ସମୟରେ ତାଙ୍କ କାର୍ଯ୍ୟରେ ଭୁଲ ଭ୍ରାନ୍ତି ଏମିତି କିଛି ରହିଯିବ ତାହା ନୁହେଁ, ସେ ସବୁ କିଛି ଟିକନିକ ଭାବରେ ଦେଖିଥାନ୍ତି। ତେଣୁ ତାଙ୍କ କାର୍ଯ୍ୟଟି ଯେତେବେଳେ ସମାପ୍ତ ହୁଏ ତାହା ଭିତରେ ପୁରା ନିର୍ଭୁଲତା ଥାଏ, ତା ଭିତରେ କୌଣସି ଦୋଷଯୁକ୍ତ ହେଇକି କୌଣସି କଥା ଆଉ ରହିନଥାଏ, କାରଣ ପୂର୍ଣ୍ଣତା ଆଡକୁ ସେ ନେଇ ଯାଉଛନ୍ତି। ତା ଭିତରେ ଦୋଷ ତ୍ରୁଟି କିଛି ରହିବନି, କାରଣ ତାହା ହିଁ ତ ପୂର୍ଣ୍ଣତା। ସବୁ ଦୋଷ ତ୍ରୁଟି ଗୁଡିକ ସେ ଭିତରୁ ବାହାରି ଯିବ। ତେଣୁ ତାଙ୍କର କାର୍ଯ୍ୟ କେତେ ଶ୍ରମ ସଂକୁଳ ହେଇନଥିବ, କେତେ କଷ୍ଟକର, କେତେ ଡିଟେଲରେ ତାଙ୍କର କାର୍ଯ୍ୟ, ତାଙ୍କ କାର୍ଯ୍ୟର ସୀମା କହିବାକୁ ଗଲେ ନିର୍ଦ୍ଧାରଣ କରିହେବ ନାହିଁ। ଅନନ୍ତ କାଳ ଧରିକି ସେ ଶ୍ରମ କରୁଛନ୍ତି, କାରଣ ସୃଷ୍ଟିକୁ ଟିକନିକ ଭାବରେ ସଜାଡୁଛନ୍ତି। When she takes up the transformation,
and new building of the nature. Her action is laborious and minute, and often seems to our impatience slow and interminable. But it is persistent, integral and flawless. ଯେତେବେଳେ ଆମେ ଯେତେବେଳେ ତାଙ୍କ କାର୍ଯ୍ୟକୁ ଯଦି ଲକ୍ଷ୍ୟ କରିବୁ, ଆମ ନଜରରେ ମାନସିକ ଦୃଷ୍ଟିରେ ଯଦି ଆମେ ତାହାଙ୍କୁ ଦେଖିବାକୁ ଚେଷ୍ଟା କରିବୁ, ବୁଝିବାକୁ ଚେଷ୍ଟା କରିବୁ, ଆମକୁ ଲାଗିବ ଭାରି ମନ୍ଥର। କାହିଁକି ନା ସିଏ କଣ କରୁଛନ୍ତି? ପ୍ରକୃତିର ନବନିର୍ମାଣ କରୁଛନ୍ତି, ସ୍ୱଭାବକୁ ରୂପାନ୍ତର କରୁଛନ୍ତି। ଏଇ ସୃଷ୍ଟିରେ ଯୋଉ ଯଦି ପ୍ରକୃତିର ପରିବର୍ତ୍ତନ ନହବ, ପୂର୍ଣ୍ଣତା ଆସିବ କେମିତି? ଆମେ ମାନେ ଯୋଉ ସବୁ ପ୍ରକୃତିର ଅପୂର୍ଣ୍ଣତା ଭିତରେ ନିଜକୁ ଧରିକି ରଖିଛୁ, ଆମ ଭିତରେ ଅନେକ ଅପୂର୍ଣ୍ଣତା, ଆମ ମନ ପ୍ରାଣ ଶରୀର ସବୁ ଭିତରେ କେତେ କେତେ ଯେ ଦୋଷ ତ୍ରୁଟି ଯୁକ୍ତ ହେଇକିରି ରହିଛନ୍ତି ସେଇ ସତ୍ତା ଗୁଡିକ। ଆମେ ସେଇଥିପାଇଁ ଅନେକ ଭୁଲ ଭ୍ରାନ୍ତି ଦୋଷ ତ୍ରୁଟି ଭିତରେ, ଅନେକ ଅପୂର୍ଣ୍ଣତା ଭିତରେ ଆମ ଜୀବନଟି ପ୍ରତି ମୁହୂର୍ତ୍ତରେ ଅତିବାହିତ ହଉଛି। ସେଗୁଡିକୁ ଯେତେବେଳେ ସେ ତାଙ୍କର କାର୍ଯ୍ୟ ହେଲା କଣ, ସେ ସବୁକୁ ରୂପାନ୍ତରିତ କରିବେ, ତେବେ ଯାଇ ପୂର୍ଣ୍ଣତା ହବ ସୃଷ୍ଟିରେ। ପ୍ରତିଟି ଏଇ ସୃଷ୍ଟିରେ ପ୍ରକୃତିର ଯଦି ରୂପାନ୍ତର ହେଲା, ତେବେ ଯାଇ ପୂର୍ଣ୍ଣତା ଆଡକୁ ସୃଷ୍ଟି ଗତି କରିବ। ନହେଲେ ଏଇଠି ପୂର୍ଣ୍ଣତା ଆସିପାରିବ ନାହିଁ, କାରଣ ଏଇ ପ୍ରକୃତି ଭିତରେ ହିଁ ସମସ୍ତ ଅପୂର୍ଣ୍ଣତା ରହିଛି। ତେଣୁକରି ତାକୁ ସେ ଟେକ୍ନିକ ଭାବରେ ଖୋଜି ଖୋଜି କାଢନ୍ତି, ଦେଖନ୍ତି ଏବଂ ତାକୁ ଲାଗି ପଡନ୍ତି ସଜାଡିବାରେ। ଆଶ୍ରମରେ ସାଧକ ମାନେ ଯେତେବେଳେ ଥିଲେ ସେ ମା ଶରୀରରେ, ସେତେବେଳେ ସେମାନେ କଣ କରନ୍ତି? ତାଙ୍କ ଭିତରର ଦୋଷ ତ୍ରୁଟି ଗୁଡିକୁ ଜାଣି ପାରି ନଥାନ୍ତି। ଏମିତି ଜଣେ ସାଧକ ସେ ଜାଣିପାରି ଜାଣିନାହାନ୍ତି ତାଙ୍କର ଦୋଷକୁ। ସେ ଭାବୁଛନ୍ତି କଣ, ମାଙ୍କ ପାଖକୁ ଚିଠି ଲେଖୁଛି ସବୁ ଜିନିଷ, ଆଉ ମାଙ୍କୁ ତ ଯାଇକି ଦର୍ଶନ କରୁଛି, ମାଙ୍କୁ ତ ସବୁ କଥା କହୁଛି, ଆଉ ଚିଠି ପୁଣି କଣ ଲେଖିବି? ସେ ଭାବୁଛନ୍ତି ଏଇଟା ଗୋଟେ ସହଜ କଥା, ଏଇ ଭିତରେ ଗୋଟେ ଦୋଷ ଥାଇପାରେ, ତ୍ରୁଟିଟି ଥାଇପାରେ, ସେ ଜାଣିପାରୁନାହାନ୍ତି ଏ କଥା। ଆମେ ଏଇ କଥାକୁ ଜାଣି ବି ପାରିବାନି ମଣିଷ ମାନେ, ଯେ ୟା ଭିତରେ କଣ ଗୋଟେ ତ୍ରୁଟି ଅଛି। ମାଙ୍କୁ ତ ଦର୍ଶନ କରୁଛି, ମାଙ୍କୁ ମୋର ସମସ୍ତ କଥା ଜଣଉଛି, ପୁଣି ମାଙ୍କ ପାଖକୁ ଚିଠି ଲେଖିବି? ମାଙ୍କୁ ସେ କହିଲେ, ମା ଭାବୁଛି ମତେ ଆଉ ଲେଖି ଜଣେଇବାର ଆବଶ୍ୟକତା ନାହିଁ। ମା କହିଲେ, ନା, ତୁମକୁ ଲେଖିକି ହିଁ ଜଣେଇବାକୁ ହବ। ସେ ଆଶ୍ଚର୍ଯ୍ୟ ହଉଛନ୍ତି, ମା କାହିଁକି ଲେଖିକି ଜଣେଇବି? ମୁଁ ତ ଆପଣଙ୍କୁ ସବୁ କଥା କହୁଛି। ନା, ଏଇ ଯୋଉ ଲେଖିକି ଜଣେଇବା କଥା କୁହାଯାଉଛି ତୁମକୁ, ଏହା ଦ୍ଵାରା କଣ ହୁଏ ନା ପ୍ରତିଟି କଥା ଟିକିନିଖି ଭାବରେ, ପୁଙ୍ଖାନୁପୁଙ୍ଖ ଭାବରେ ତୁମେ ମୋ ଆଗରେ ପରିବେଷଣ କରିପାରିବ ଚିଠି ମାଧ୍ୟମ, ଏବଂ ତୁମ ସତ୍ତାର ସମସ୍ତ ଅଂଶ ମଧ୍ୟ ସେଇଥିରେ ଯୋଗଦାନ କରିବେ, ସେମାନେ ଅଂଶଗ୍ରହଣ କରିବେ। କେତେ ଗୁରୁତ୍ୱପୂର୍ଣ୍ଣ କଥା, କେତେ ଟିକନିକ ଭାବରେ ମହାସରସ୍ୱତୀଙ୍କର କାର୍ଯ୍ୟ। এই କଥା ମାନସିକ ଦୃଷ୍ଟିରେ ଗୋଟେ ଭୁଲ ହେଇପାରେ, ତ୍ରୁଟି ହେଇପାରେ, ବା ଏଇଟା ଗୋଟେ ଅପୂର୍ଣ୍ଣତା ହେଇପାରେ, ଜଣେ ଭାବି ପାରିବ ନାହିଁ। ସେ ଆମ ସ୍ୱଭାବକୁ ରୂପାନ୍ତରିତ କରିବାକୁ ଚାହାନ୍ତି, ଆମ ପ୍ରକୃତିର ରୂପାନ୍ତର ସେ ଚାହାନ୍ତି। ସେଥିପାଇଁ ଟିକିନିକି ଭାବରେ ସେ ଅବଜର୍ଭ କରନ୍ତି କୋଉଠି ଦୋଷଟି ରହିଲା, କୋଉଠି ତ୍ରୁଟିଟି ରହିଲା, କୋଉଠିକୁ ସଜାଡିବାକୁ ହବ, କେତେ ପରିମାଣରେ ତାହାର ନିଜ ଅଗ୍ରଗତି ଆଗକୁ ବାକି ରହିଛି, ତାହାର ସେ ସଠିକ ହିସାବ କରନ୍ତି। ସମସ୍ତଙ୍କ ସହିତ ମା ସେଇଭଳି ବ୍ୟବହାର କରିଥାନ୍ତି, ଟିକିନିକି ଭାବରେ ସମସ୍ତଙ୍କ ଦୋଷ ତ୍ରୁଟିକୁ ସଜାଡିବା ପାଇଁ ସେ ଲାଗି ପଡନ୍ତି। ଖୋଜି ଖୋଜି ବାହାର କରନ୍ତି, କେତେ ଦୋଷ ତ୍ରୁଟି କୁଟିଳତା ଅପୂର୍ଣ୍ଣତା ସବୁ ଖୋଜିକି ବାହାର କରନ୍ତି। କେତେ କାର୍ଯ୍ୟ କରାହେଇଛି, ଆଉ କେତେ କାର୍ଯ୍ୟ କରିବାକୁ ବାକି ଅଛି, ତାର ଯଥାଯଥ ଓଜନ ବି କରନ୍ତି, ବିଚାର କରିକି ଦେଖନ୍ତି।
ତାଙ୍କ ଦୃଷ୍ଟିରେ କୌଣସି ଗୋଟେ ଛୋଟ ଭୁଲଟିଏ ତାକୁ ଛାଡିଦବା, ଛୋଟ ତ୍ରୁଟିଟିଏ ସଂଶୋଧନ ନ କଲେ ଚଳିବ, ତାହା ସେମିତି ନଥାଏ। ଟିକିନିକି ସେ ଖୋଜନ୍ତି। ତେଣୁ ସିଏ କେତେ କଷ୍ଟକର କାର୍ଯ୍ୟ କରୁଛନ୍ତି, କେତେ ଶ୍ରମସଙ୍କୁଳ ତାଙ୍କର କାର୍ଯ୍ୟ, କେତେ ଡିଟେଲ ତାଙ୍କର କାର୍ଯ୍ୟ। କୌଣସି ସମୟରେ ସିଏ ସେଥିରେ ଅଧୀର ହେଇଯାଆନ୍ତିନି। କିନ୍ତୁ ଆମେ ମାନେ ଅଧୀର ହେଇଯାଇ ଭାବୁ ତାଙ୍କ କାର୍ଯ୍ୟ କେତେ ସ୍ଲୋ, ଆଜି ଯାଏ ସୃଷ୍ଟିଟା ରୂପାନ୍ତର ହେଇପାରୁନି, ଆଜି ଯାଏ ପୂର୍ଣ୍ଣତା ପହଞ୍ଚି ପାରୁନି, ଏତେ ସ୍ଲୋ ଚାଲିଲେ କେମିତି ହବ ଆମକୁ ଲାଗେ। କିନ୍ତୁ କେତେ କାର୍ଯ୍ୟ ଆମେ ଯଦି ନିଜେ ଗୋଟିଏ ନିଜର କଥାକୁ ଭାବିବା, ଆମ ଭିତରେ କେତେ କେତେ ଅପୂର୍ଣ୍ଣତା ରହିଛି। ଯଦି ଟିକନିକ ଭାବରେ ତାର ରୂପାନ୍ତର ଆବଶ୍ୟକ ଏବଂ ମହାସରସ୍ୱତୀ ସେଇ କାର୍ଯ୍ୟ କରୁଛନ୍ତି, ତାହେଲେ କେତେ ଶ୍ରମ ସେ କରୁଛନ୍ତି, ଏଥିପାଇଁ କେତେ ଅନନ୍ତ କାଳ ଧରିକି ସେ ପରିଶ୍ରମ କରୁଛନ୍ତି। ଆମେ ତ ଏତେ କଥା ଜାଣି କରି ମଧ୍ୟ ପ୍ରତି ମୁହୂର୍ତ୍ତରେ ଭୁଲ କରିବାରୁ କୌଣସି ସମୟରେ ପଶ୍ଚାତପଦ ହଉନୁ। ଆମ ଭିତରର ପ୍ରକୃତି ରୂପାନ୍ତର ପାଇଁ ଟିକେ ଚେଷ୍ଟା କରୁଛୁ ସଚେତନ ଭାବରେ, ତାହା ବି ହେଇପାରୁନି। ଆମେ କରୁନାହୁଁ, ସଚେତନ ହଉନୁ ଆମ ଦୋଷ ତ୍ରୁଟି ପ୍ରତି, ବରଂ ଆମେ ତାକୁ ଜଷ୍ଟିଫାଏ କରୁଛୁ। ତାହେଲେ ତାଙ୍କ କାର୍ଯ୍ୟ କେତେ କଷ୍ଟକର, ତାକୁ ସେ କୌଣସି ଗୋଟେ ଛୋଟିଆ ତ୍ରୁଟିକୁ ମଧ୍ୟ ନେଗ୍ଲେକ୍ଟ କରନ୍ତିନି। କିନ୍ତୁ ଏଥିପାଇଁ ସେ ବିରକ୍ତ ବି ହୁଅନ୍ତିନି। ସେ ପରମ ଯତ୍ନର ସହିତ, ଧୈର୍ଯ୍ୟର ସହିତ ସେ କାର୍ଯ୍ୟ କରୁଛନ୍ତି। ତାହା ଭିତରେ ସେ ଚେଷ୍ଟା କରୁଛନ୍ତି କେମିତି ତା ଯଥାର୍ଥ ସ୍ଥାନରେ ସେ ରହିବ, ଯଥାର୍ଥ ରୂପ ସେ ପ୍ରାପ୍ତ ହବ, ତା ଭିତରେ ରୂପାନ୍ତର ହେଇ ପୂର୍ଣ୍ଣତା ଆଡକୁ ଯିବ। ପ୍ରତିଟି ଜୀବ ଭିତରେ এই କାର୍ଯ୍ୟ ସେ କରୁଛନ୍ତି। ତେଣୁ ଯଥାର୍ଥ ଉଦ୍ଦେଶ୍ୟ ମଧ୍ୟ ସାଧିତ ହବ, ଯେମିତି ପ୍ରତିଟି ବସ୍ତୁର, ପ୍ରତିଟି ଜୀବ ଭିତରେ ତାର ଯୋଉ ଯଥାର୍ଥ ଉଦ୍ଦେଶ୍ୟଟି ରହିଛି ତାର ଜୀବନ ପଶ୍ଚାତରେ, ତାହା ଯେମିତି ହୁଏ। ତେଣୁ ସେ ପରମ ଯତ୍ନରେ ସେ କାର୍ଯ୍ୟ କରୁଛନ୍ତି, ଧୈର୍ଯ୍ୟର ସହିତ କରୁଛନ୍ତି, କେବେ ଟିକେ ବି ବ୍ୟସ୍ତ ବିଚଳିତ ହେଇଯାଆନ୍ତି ନାହିଁ। ମାଙ୍କର କାର୍ଯ୍ୟ ଏତେ ଧୈର୍ଯ୍ୟର ସହିତ ସେ କରନ୍ତି। ଦିନେ ମାଙ୍କୁ ଦର୍ଶନ କରିବା ପାଇଁ ମେଡିଟେସନ ସମୟରେ ଏକାଠି ମେଡିଟେସନ କରିବା ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି। ଦିନକର ଘଟଣା, ମାଙ୍କର ଆସିବାରେ ଟିକେ ବିଳମ୍ବ ହେଇଯାଇଥାଏ। ଜଣେ ତା ଭିତରେ ସେ ନିଦରେ ପୁରା ଢୁଳେଇଲେଣି। ଶ୍ରୀମା ଆସିଲା ବେଳକୁ ତାଙ୍କର ଆଉ ଆଖି ଫିଟୁନି। ଜଣେ ସାଧିକା ମା ଭାରି କରୁଣାପୂର୍ଣ୍ଣ ନେତ୍ରରେ ତାଙ୍କୁ ଚାହିଁକି ରହି, ସତେ ଯେମିତି ଫରାସୀ ଭାଷାରେ ଶିଶୁକୁ ଶୁଆଇବା ପାଇଁ ଯୋଉ ଗୀତ ଗାଆନ୍ତି, ସେମିତି ଗୀତଟିଏ ନିଜେ ଗାଇଥିଲେ। ସେଠି କେତେ ଯତ୍ନ, କେତେ ଧୈର୍ଯ୍ୟ ତାଙ୍କର। ଆସି ସେ ବ୍ୟସ୍ତ ହେଇ ପଡୁନାହାନ୍ତି, ତୁମେ କାହିଁକି ଢୁଳେଇଛ, ତୁମେ କାହିଁକି ଏଠି ବ୍ୟସ୍ତ ହେଇ ପଡୁଛ। ବହୁତ ସମୟରେ ପିଲାମାନେ ଖେଳୁଥାନ୍ତି, ମା ଆସିବା ପୂର୍ବରୁ ମାଙ୍କୁ ଦେଖିବେ ପିଲାମାନେ ଥାନ୍ତି, ସେମାନେ ଖେଳୁଥାନ୍ତି। ମା କେତେବେଳେ ଧୀରେ ଆସିକିରି ତାଙ୍କ ପାଖରେ ଠିଆ ହେଇ ପଡନ୍ତି। ସ୍ମିତ ହାସ୍ୟ ସବୁବେଳେ ତାଙ୍କ ମୁଖରେ ଥାଏ। କୁହନ୍ତି, ଗୀତ ବୋଲି ଚାଲ, ଗୀତ ବୋଲି ଚାଲ, ବନ୍ଦ କରନି। କାହିଁକି ସେ ଏମିତି କୁହନ୍ତି? ସେମାନଙ୍କୁ ସେଇ ଭିତରେ ତାଙ୍କରି ପୂର୍ଣ୍ଣତା ଆଡକୁ ସେ ନେଇଯିବେ। ତାଙ୍କରି ଭିତରେ ମାନେ ଅଶେଷ ଧୈର୍ଯ୍ୟର ସହିତ। ଛୋଟ ପିଲା ଗୁଡିକ କେତେ ଭୁଲ କଲେ, ଆମେ ଗୋଟିଏ ଛୁଆ, ଦୁଇଟି ଛୁଆ କାହାର ଅଛନ୍ତି, ଆମେ ତାଙ୍କୁ ଟିକେ ଭୁଲ କଲେ ବାଡେଇ ପକଉଛୁ, ପିଟି ପକଉଛୁ। କିନ୍ତୁ ମହାସରସ୍ୱତୀ ଆମର ଅନେକ ଭୁଲକୁ ଦେଖୁଛନ୍ତି, ସହ୍ୟ କରୁଛନ୍ତି। କୌଣସି ପ୍ରକାର ସେ ବିରକ୍ତି ପ୍ରକାଶ କରନ୍ତି ନାହିଁ। ଧୈର୍ଯ୍ୟର ସହିତ ପୁଣି ଥରେ ତାକୁ ସଜାଡୁଛନ୍ତି, ସଂଶୋଧନ କରୁଛନ୍ତି। ଆମର ଅତି ନିକଟରେ ସେ ଅଛନ୍ତି, କାରଣ ସେ ଆମର ପ୍ରକୃତିର ନବନିର୍ମାଣ କରୁଛନ୍ତି, ରୂପାନ୍ତର କରୁଛନ୍ତି। ଆମର ଅତି ନିକଟବର୍ତ୍ତୀ ସେ। ଆଶ୍ରମରେ କେତେ କିଏ କଣ ଭୁଲ କରନ୍ତି ସାଧକ ସାଧିକା ମାନେ, କିଛି ମା ବ୍ୟସ୍ତ ହେଇ ପଡନ୍ତିନି, ବିବ୍ରତ ହୁଅନ୍ତି ନାହିଁ।
ସେମାନଙ୍କୁ ବୁଝେଇ ତାଙ୍କୁ କାହାକୁ କୋଉ ଭଳି ଭାବରେ ବାଟକୁ ଆଣି ହବ, କାହାର ପ୍ରକୃତିକୁ କେମିତି ସଜାଡି ହବ, ସେଇ ଅନୁଯାୟୀ ତାଙ୍କ ଭିତରେ ସେ କାର୍ଯ୍ୟ କରନ୍ତି। ଏମିତି ମା ଧୈର୍ଯ୍ୟର ସହିତ ସମସ୍ତଙ୍କ ଭିତରେ କାର୍ଯ୍ୟ କରୁଛନ୍ତି। ସବୁବେଳେ ଦୟା, ସ୍ମିତ ହାସ୍ୟ, ସବୁବେଳେ ଧୈର୍ଯ୍ୟ ତାଙ୍କ ପାଖରେ ରହିଛି। ସବୁବେଳେ ସାହାଯ୍ୟ କରୁଛନ୍ତି, କୌଣସିଥିରେ ସେ ବିମୁଖ ହଉନାହାନ୍ତି, ନିରାଶ ହଉନାହାନ୍ତି। ଆମର ବାରମ୍ବାର ଭୁଲ କରିବା ଦେଖି ମଧ୍ୟ ତାଙ୍କ ଭିତରେ ନିରାଶ ଭାବ ଆସେନି ଯେ ସୃଷ୍ଟି ପୂର୍ଣ୍ଣତା ଆଡକୁ ଯାଇପାରିବ ନାହିଁ, ଏଇଭଳି ହଉଛନ୍ତି, କେମିତି ୟାଙ୍କୁ ସଜଡା ଯିବ, ସେମିତି ସେ ହୁଅନ୍ତିନି। କାରଣ ସେ କନିଷ୍ଠ ଭାବରେ ସେଇ କାର୍ଯ୍ୟ କରୁଛନ୍ତି। ସବୁଠୁ ତାଙ୍କୁ ପସନ୍ଦ କଣ, ତାଙ୍କର କାର୍ଯ୍ୟ ସେ ଚାହାନ୍ତି କଣ? ସେ ଚାହାନ୍ତି, ତାଙ୍କର ଏକମାତ୍ର ଦାବି ରହିଛି ଯେ ଆମ ମାନଙ୍କ ସଂକଳ୍ପ ଯେମିତି ଏକମୁଖୀ ହୁଏ। ସେ ଚାହାନ୍ତି ଆମ ଠାରୁ, ସେ ତ ଏସବୁ କାର୍ଯ୍ୟ କରୁଛନ୍ତି ସୃଷ୍ଟିରେ, ଆମେ ଜାଣିଲେ ସେ ଅଶେଷ ଧୈର୍ଯ୍ୟର ସହିତ ଆମକୁ ରୂପାନ୍ତରିତ କରିବାରେ ଲାଗିଛନ୍ତି। କିନ୍ତୁ ଆମ ଠାରୁ ସେ ଚାହାନ୍ତି କଣ, ଆମ ମାନଙ୍କ ସଂକଳ୍ପଟି ଯେମିତି ଏକମୁଖୀ ହୁଏ। ସଂକଳ୍ପଟି ଏକମୁଖୀ ଅର୍ଥାତ୍ ଆମେ ଯେମିତି ଯୋଉ ସଂକଳ୍ପ ଆମ ଜୀବନର ଲକ୍ଷ୍ୟ, ଯୋଉ ଲକ୍ଷ୍ୟଟି ପାଇଁ ଆମ ଜୀବନର ବ୍ରତ, ଆମକୁ ଯୋଉଥିପାଇଁ ଜୀବନ ଦିଆଯାଇଛି, ତାହା ଯେମିତି କୌଣସି ଆଡେ ଡାଇଭର୍ଟ ନ ହୁଏ, ସେ ଲକ୍ଷ୍ୟ ଦିଗରେ ଯେମିତି ଆମ ଜୀବନଟିକୁ ଆମେ ପରିଚାଳିତ କରି ବା ଲାଗି ସଂକଳ୍ପବଦ୍ଧ ହଉ, ଆମ ସଂକଳ୍ପ ସେଇଥିରୁ ଯେମିତି କୌଣସି ଆଡେ ଟଳି ନ ଯାଏ, ଏହା ସେ ଚାହାନ୍ତି। ଆମେ ସରଳ ହଉ, ତାହା ସେ ଚାହାନ୍ତି। ଏକନିଷ୍ଠ ହଉ, ତାହା ସେ ଚାହାନ୍ତି। ଆମ ଭିତରେ ଅଭିନୟ, ଛଳନା, ଆତ୍ମପ୍ରତାରଣା, ମିଥ୍ୟାଚାର, ଏସବୁ ତାଙ୍କୁ ଭଲ ଲାଗେନି। ତାଙ୍କୁ ମୋଟେ ପସନ୍ଦ ନୁହେଁ ଏଇ କଥା ଗୁଡିକ। ସେ ଚାହାନ୍ତିନି ଯେ ଆମେ ଛଳନା କରୁ, ଆମର ଗୋଟେ ଅଭିନୟ କରୁ, ଅର୍ଥାତ୍ ଆମେ ଯାହା ନୁହଁ ତାହା କରୁ। ଜଣେ ଅଭିନୟ କରୁଛି, ଯେତେବେଳେ ଆମେ ଫିଲ୍ମରେ କୌଣସି କଳାକାରଙ୍କୁ ଦେଖୁଛେ, ସେ ଅଭିନୟ କରୁଛନ୍ତି, ବାସ୍ତବରେ ସେ ତାହା ନୁହନ୍ତି। ଆମେ ସେମିତି ଆମ ଜୀବନରେ ଅଭିନୟ ଯେମିତି ନ କରୁ, ଆମେ ଛଳନା ଯେମିତି ନ କରୁ, ଆତ୍ମପ୍ରତାରଣା ଯେମିତି ନ କରୁ, ମିଥ୍ୟାଚାର ଯେମିତି ଆମ ଜୀବନରେ ଭରି ନଯାଏ, ତାହା ସେ ଚାହାନ୍ତି। ସେତିକି ଆମଠାରୁ ସେ ଚାହାନ୍ତି, ବାକି ସବୁ ସେ କରନ୍ତି। ଯଦି ଏତିକି ଆମେ କରୁ, ଯଦି ଆମେ ଛଳନାରୁ ନିଜକୁ ବଞ୍ଚେଇ ରଖୁ, ଆତ୍ମପ୍ରତାରଣାରୁ ଦୂରେଇ ରଖୁ, ମିଥ୍ୟାଚାରକୁ ଦୂରକୁ ଠେଲି ଦଉ, ତାହେଲେ ସିଏ ଆମ ପାଖରେ ରହିଥିବେ ସଦା ସର୍ବଦା, ଅଭାବରେ ମାତା ଭଳି, ବିପଦରେ ବନ୍ଧୁ ଭଳି, ଧୀର ଆଳସ୍ୟ ଶୂନ୍ୟ ସଚିବ ଭଳି, ପଥ ପ୍ରଦର୍ଶକ ଭଳି। ସବୁବେଳେ ତାଙ୍କର ପ୍ରୋଜ୍ୱଳ ସ୍ମିତ ହାସ୍ୟ ଆମ ସହିତ ରହିଥିବ, ଯାହା ଦେଇ ତାଙ୍କର ସେଇ ସ୍ମିତ ହାସ୍ୟରେ ସମସ୍ତଙ୍କ ଭିତରୁ ବିଷାଦ, ଅବସାଦ, ଅସ୍ଥିରତାର ସବୁ ମେଘକୁ ସେ ଦୂରେଇ ଦେବେ। ଏବଂ ସବୁବେଳେ ତାଙ୍କରି ସାହାଯ୍ୟ ଆମଠାରେ ଅଧିକ ପରିମାଣରେ ରହିଛି। ମହେଶ୍ୱରୀ, ମହାଲକ୍ଷ୍ମୀ, ମହାକାଳୀ, ସମସ୍ତଙ୍କ ଠାରୁ ମହା ସରସ୍ୱତୀଙ୍କର ସାହାଯ୍ୟ ଆମର ଭାରି ନିକଟତର। ମହା ସରସ୍ୱତୀ ଆମ ଆଡକୁ ନଈ ଆସିଛନ୍ତି, ଆମରି ଖୁବ୍ ନିକଟବର୍ତ୍ତୀ ହେଇକି ରହିଛନ୍ତି, ଆମକୁ ପୁରା ପାଖରେ ସେ ନିରୀକ୍ଷଣ କରୁଛନ୍ତି ଟିକିନିଖି ଭାବରେ। ଏବଂ ଆମର ସମସ୍ତ ପ୍ରକୃତିକୁ ତାଙ୍କର ସେ ଦୃଢତା, ଅଚଞ୍ଚଳତା, ଅଧ୍ୟବସାୟ ଦ୍ୱାରା ସେ ଗଢୁଛନ୍ତି। ତେଣୁ ଅନ୍ୟ ସମସ୍ତ ଶକ୍ତି, ଅନ୍ୟ ତିନୋଟି ଶକ୍ତି ଯାହା, ସିଏ ମହାସରସ୍ୱତୀଙ୍କୁ ହିଁ ଆଶ୍ରୟ କରି ରହିଛନ୍ତି ତାଙ୍କ କାର୍ଯ୍ୟର ପୂର୍ଣ୍ଣତା ସକାଶେ। ମହେଶ୍ୱରୀଙ୍କର କାର୍ଯ୍ୟର ପୂର୍ଣ୍ଣତା ସିଏ ଆଶ୍ରୟ କରିଛନ୍ତି ମହାସରସ୍ୱତୀଙ୍କୁ। ମହାସରସ୍ୱତୀଙ୍କ ଭିତରେ ଦେଇ ହିଁ, ତାଙ୍କ କ୍ରିୟା ଦେଇ ହିଁ ମହେଶ୍ୱରୀଙ୍କର କାର୍ଯ୍ୟର ପୂର୍ଣ୍ଣତା ହବ। ମହାକାଳୀଙ୍କର କାର୍ଯ୍ୟର ପୂର୍ଣ୍ଣତା ବି ମହାସରସ୍ୱତୀଙ୍କ ମାଧ୍ୟମରେ ହବ ଏବଂ ମହାଲକ୍ଷ୍ମୀଙ୍କ କାର୍ଯ୍ୟରେ ମଧ୍ୟ ପୂର୍ଣ୍ଣତା ମହାସରସ୍ୱତୀ ହିଁ ଆଣିବେ।
ତେଣୁ ମହାସରସ୍ୱତୀ ସବୁ ସମୟରେ ସେଇ ପୂର୍ଣ୍ଣତାର ଦେବୀ, ଯିଏ ସବୁ କାର୍ଯ୍ୟର ପୂର୍ଣ୍ଣତା ଘଟେଇଥାନ୍ତି। ଏମିତି ଭାବରେ କୌଣସି କାର୍ଯ୍ୟ ତାଙ୍କର ଭିତରେ ସେ ଚାହାନ୍ତିନି କୌଣସି କାର୍ଯ୍ୟର ଅଯତ୍ନ, ସେ ଚାହାନ୍ତିନି ଅବହେଳା, ସେ ଚାହାନ୍ତିନି ଆଳସ୍ୟ ଆମ ଭିତରେ ରହୁ। କୌଣସି ସମୟରେ ଆମେ ଯେତେ ସବୁ ଜିନିଷ ପ୍ରତି, ପାର୍ଥିବ ବସ୍ତୁ ପ୍ରତି ମଧ୍ୟ ଯତ୍ନ ଆମର ଦରକାର। ଆମ ନିଜ ପ୍ରତି, ଆମ ପରିବେଶ ପ୍ରତି, ଆମର ସବୁ କିଛି ଯାହା ବ୍ୟବହୃତ ବସ୍ତୁରାଜି ପ୍ରତି ମଧ୍ୟ ଆମର ଯତ୍ନଶୀଳତା ସେ ଚାହାନ୍ତି। କାରଣ ସ୍ୱୟଂ ମହାସରସ୍ୱତୀ ରୂପେ ଶ୍ରୀମା ସବୁ ଜିନିଷର ଏତେ ଯତ୍ନ ନଉଥିଲେ, ପ୍ରତିଟି କଥାର ଯତ୍ନ ନଉଥିଲେ। ଜଣେ ସୁନ୍ଦର ଯୋଉ ଗୋଟେ ସୁନ୍ଦର ଏମ୍ବ୍ରଏଡରୀ ହେଇଥିବା ଗୋଟିଏ ଆଣି କପଡାଟିଏ ଦେଇଥିଲେ, ଯାହା ମା ତାଙ୍କ ପାଦ ରଖିବା ପାଇଁ ଯୋଉ ଛୋଟିଆ ଷ୍ଟୁଲଟିଏ ପଡେ ତାରି ଉପରେ ପକେଇବା ପାଇଁ ସେ କହିଲେ। ମା କହିଲେ, ଏତେ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଏମ୍ବ୍ରଏଡରୀଟି ଉପରେ ମୋ ପାଦ ରଖିବି? କେତେ ଯତ୍ନ ତାଙ୍କର। ସେମିତି ମଣିଷ ପ୍ରତି ଯତ୍ନ, ପଶୁ ପକ୍ଷୀଙ୍କ ପ୍ରତି ଯତ୍ନ, ବସ୍ତୁ ପ୍ରତି ଯତ୍ନ, ସମଗ୍ର ପ୍ରତି ତାଙ୍କର ଯତ୍ନ। ସେମିତି ସେ ଚାହାନ୍ତି ଆମେମାନେ ମଧ୍ୟ ସେମିତି ଯତ୍ନଶୀଳ ହେଉ, ପ୍ରତିଟି କଥାରେ ଯତ୍ନଶୀଳ। ଅଯତ୍ନ ସେ ସହ୍ୟ କରିପାରନ୍ତିନି। ଅବହେଳା, କୌଣସି କାର୍ଯ୍ୟ ପଡି ରହିଛି, ଅବହେଳା କରି ଆମେ ତାକୁ ଛାଡି ଦେଇଛୁ, ତାହା ସେ ପସନ୍ଦ କରନ୍ତିନି। ଆଳସ୍ୟ ସେ ପସନ୍ଦ କରନ୍ତିନି। ବା କୌଣସି ପ୍ରକାରେ ଯଦି ଜୋଡ ତାଳି ଦେଇକିରି କାର୍ଯ୍ୟଟି ଶୀଘ୍ର ସାରିଦେବୁ, ଅର୍ଥାତ୍ କୌଣସି ପ୍ରକାରେ କାର୍ଯ୍ୟଟି ତରବର ଭାବରେ ଯେମିତି ସେମିତି କରିକି ସାରି ଦେଇକିରି ବନ୍ଦ କରିଦେବୁ। ଯେମିତି ଜଣେ କରିଥିଲେ, ସେ କଣ ଘର ଝାଡୁ କରିକି ଅଳିଆ ରଖିକି ତା ଉପରେ କାର୍ପେଟ ପକେଇ ଦେଇଛନ୍ତି। ମା ଆସିବେ, ତେଣୁ କାର୍ପେଟଟି ଚିକଣ ଚାକଣ କରିକି ପକେଇ ଦେଇଛନ୍ତି, ଅଳିଆଟା ନେଇକି ନ ଫୋପାଡିକି ସେ ତଳେ ରହିଛି, ତା ଉପରେ କାର୍ପେଟ ପକେଇ ଦେଇଛନ୍ତି। ମା ଆସିଲେ ସିଧା ସେଇ କାର୍ପେଟଟିକୁ ଟେକିକି ଅଳିଆଟିକୁ ଦେଖିଲେ ଏବଂ କହିଲେ, ଏହାକୁ ତା ଜାଗାରେ ନେଇକି ପକେଇ ଦିଅ। ମା ଆପଣ କେମିତି ଜାଣିଲେ? ମା କହିଲେ, ସେ ଅଳିଆଟା କହିଲା, ମତେ ଅଯତ୍ନ କରିକିରି ମୋର ଜାଗାରେ ରଖାଏନି, ମତେ ଏଇଠି ଏମିତି ପକେଇ ଦିଆଯାଇଛି। ବା ଆଉ ଗୋଟିଏ କଥା ମଧ୍ୟ ତା ଭିତରେ ଅଛି, ଯେ କାର୍ଯ୍ୟଟି ଯେମିତି ସେମିତି କରି ସାରି ଦେଇକି ଗୋଟେ କାର୍ପେଟଟି ଘୋଡେଇ ଦେଇକି ଗୋଟେ ସୁନ୍ଦର କରିଦିଆଯାଇଛି ଜାଗାଟିକୁ, କିନ୍ତୁ କାର୍ଯ୍ୟଟି ଠିକ ଭାବରେ ସମ୍ପୂର୍ଣ୍ଣ ହେଇନାହିଁ, ଅପୂର୍ଣ୍ଣ କାର୍ଯ୍ୟଟି ହେଇକି ରହିଛି। ତାହା ମହାସରସ୍ୱତୀଙ୍କୁ ଭଲ ଲାଗେନି। ସବୁ ଭିତରେ ଯେତେବେଳେ ଲକ୍ଷ୍ୟ ଭ୍ରଷ୍ଟ ହୁଏ ମଣିଷ, ତାହା ବି ମହାସରସ୍ୱତୀ ପସନ୍ଦ କରନ୍ତି ନାହିଁ। ସେଇଥିପାଇଁ ସେ କହିଲେ ଯେ ଗୋଟିଏ ଦିଗରେ ଯେମିତି ଏକନିଷ୍ଠ ହବାକୁ ପଡିବ, ଲକ୍ଷ୍ୟ ଦିଗରେ, ତାହା ହିଁ ସେ ଆମ ଠାରୁ ଦାବି କରନ୍ତି। ଆମେ ଯେମିତି ଆମ ସଂକଳ୍ପ ଏକନିଷ୍ଠ ହଉ, ତାହା ସେ ଚାହାନ୍ତି। ଆମେ ଲକ୍ଷ୍ୟ ଭ୍ରଷ୍ଟ ହଉଛୁ ଯଦି, ତାହା ତାଙ୍କୁ ପସନ୍ଦ ନୁହେଁ। ସବୁ ଗୁଡିକ ଯେତେ ସବୁ ଜିନିଷର ଅପବ୍ୟବହାର, ଅର୍ଦ୍ଧ ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ କରିକି କୌଣସି କାର୍ଯ୍ୟକୁ ପକେଇ ରଖିବା। ଆମେ ଏମିତି କରିଥାଉ କିଛି କାର୍ଯ୍ୟ, କିଏ ଗୋଟେ କିଛି କାର୍ଯ୍ୟଟିକେ ସିଲେଇ ହଉ କି ଘରର କାର୍ଯ୍ୟ ହଉ, କୌଣସି କାର୍ଯ୍ୟ ଅଧା ପଡିଛି, ସେ ସେମିତି ପଡିଛି, ଦିନ ଦିନ ମାସ ପଳେଇଯାଏ, ଯେ ସମୟ ମିଳିଲେ କରିବା, ସମୟ ହଉନି। ଏଇଭଳି ଯୋଉ ଅର୍ଦ୍ଧ ସମ୍ପୂର୍ଣ୍ଣ କରିକି ଅସମ୍ପୂର୍ଣ୍ଣ କରିକି କୌଣସି କାର୍ଯ୍ୟକୁ ପକେଇ ରଖିବା, ଏଇ ସମସ୍ତ ହିଁ ତାଙ୍କ ପ୍ରକୃତିର ଅପ୍ରିୟ ଆଉ ବିରୋଧୀ। କାରଣ ସେ ତାଙ୍କର କାର୍ଯ୍ୟଶୈଳୀ ଏହା ନୁହେଁ, ସେ ପୂର୍ଣ୍ଣତା ଆଡକୁ ନେଉଛନ୍ତି ଆମ ସମସ୍ତଙ୍କୁ। ଅପୂର୍ଣ୍ଣତା ଭିତରେ ଯିଏ ରହିଥାଏ, ତାହା ତାଙ୍କ କାର୍ଯ୍ୟର ବିରୋଧୀ, ତେଣୁ ତାଙ୍କର ଅପ୍ରିୟ, ସେ ଏଗୁଡିକ ପସନ୍ଦ କରନ୍ତି ନାହିଁ। ଯଦି ଏଇ ସବୁ ପ୍ରତି ଆମେ ଧ୍ୟାନ ଦେବା, ତେବେ ଯାଇ ମହାସରସ୍ୱତୀ ଯୋଉ ପୂର୍ଣ୍ଣତା ଚାହାନ୍ତି ଏ ସୃଷ୍ଟିରେ, ଆମ ଭିତରେ, ସେ ଦିଗରେ ଆମେ କିଛି ଅଗ୍ରସର ହେଇପାରିବା। ତେଣୁ ଏଇ ସବୁ ଗୁଡିକ ହିଁ ତାଙ୍କର
ଇଚ୍ଛା ଯାହା ଆମେ କରୁ ବୋଲି ସେ ଚାହାନ୍ତି। ନିରନ୍ତର ସେ ଆମଠାରୁ ଏଇ ଆଶା କରୁଛନ୍ତି, ଆମଠାରୁ ଏଇ ଦାବି କରୁଛନ୍ତି। ସେ ଆମ ପ୍ରତି କୌଣସି ପ୍ରକାର କ୍ରୋଧିତ ହଉନାହାନ୍ତି, ଅଧୈର୍ଯ୍ୟ ହଉନାହାନ୍ତି, ବିଷାଦ ଅବସାଦ ଭିତରେ ପ୍ରବେଶ କରୁନାହାନ୍ତି ଯେ ଏମାନେ ଶୁଣୁନାହାନ୍ତି। ଆମ ଦୋଷ ତ୍ରୁଟିକୁ ହଜାର ହଜାର ବାର, ଅନେକ ଅନନ୍ତ ବାର ସେ ଆମକୁ କ୍ଷମା କରୁଛନ୍ତି। ଆମର ଦୋଷ ତ୍ରୁଟିକୁ, ମାନୁଷୀ ଦୋଷ ତ୍ରୁଟିକୁ ଯଦି କୌଣସି ଦେବୀ ଅଧିକ ପରିମାଣରେ କ୍ଷମା କରନ୍ତି, ସିଏ ହଉଛନ୍ତି ମହା ସରସ୍ୱତୀ। ଅନେକ ବାର ସେ ସହ୍ୟ କରୁଛନ୍ତି ଏବଂ କ୍ଷମା କରୁଛନ୍ତି, ଅସଂଖ୍ୟ ବାର। ତେଣୁ ସେ ଚାହାନ୍ତି ଯୋଉ କଥା ଗୁଡିକ ଆମେ ଜାଣିଲେ, ସେଇଗୁଡିକ ଯଦି ଆମେ ଜୀବନରେ ମନେ ରଖିବା, ତେବେ ଆମ ଜୀବନରେ ମହା ସରସ୍ୱତୀଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେଇପାରିବ ଏବଂ ଆମ ଜୀବନ ସେଇ ପୂର୍ଣ୍ଣତା ଆଡକୁ ଯାତ୍ରା କରିପାରିବ, ଯାହା ମହା ସରସ୍ୱତୀଙ୍କର କର୍ମକ୍ଷେତ୍ର, ଯାହା ସେଇ ସୃଷ୍ଟି ଲାଗି କରିବା ପାଇଁ ଅବିରତ ଶ୍ରମ କରି ଚାଲିଛନ୍ତି। ଅନନ୍ତ କାଳ ଧରି ମଧ୍ୟ ଶ୍ରମ କରିବା ପାଇଁ ସେ ସମ୍ମତ ହେଇ ରହିଛନ୍ତି, କାରଣ ତାଙ୍କ କାର୍ଯ୍ୟ ଟିକିନିଖି ଭାବରେ, ପୁଙ୍ଖାନୁପୁଙ୍ଖ ଭାବରେ ଚାଲିବ। ତାହା ଏମିତି ଉପର ଠାଉରିଆ ଭାବରେ ଯାଉନାହିଁ ଯେ ସେ ଛାଡିଦେବେ। ସେଇଥିପାଇଁ ମହାସରସ୍ୱତୀଙ୍କର ଦାବିକୁ ଆମେ ନିଶ୍ଚିତ ଭାବରେ ମନେ ରଖିବା ଆମ ଜୀବନରେ। ଯଦି ସେତିକି କରୁ, ଆମ ଜୀବନରୁ ବିଷାଦ ଅବସାଦ ଅସ୍ଥିରତା ସବୁକିଛି ସେ ଦୂରେଇ ଦେବେ। ଆମ ପାଖରେ ମାତା, ବନ୍ଧୁ, ପଥ ପ୍ରଦର୍ଶକ ରୂପେ ସେ ନିରନ୍ତର ରହିଥିବେ ଏବଂ ନିରନ୍ତର ସେ ଆମକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖେଇ ଦେବେ ଚିର ପ୍ରକାଶିତ ସୂର୍ଯ୍ୟ କିରଣ। ସେଇ ମହାସରସ୍ୱତୀଙ୍କର ଏଇ ଯେଉଁ ପୂର୍ଣ୍ଣତା କାର୍ଯ୍ୟ, ସେଥିରେ ସହଯୋଗ କରିବା ପାଇଁ, ସେଇ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ସଚେତନ ଭାବରେ ଆମକୁ ତାଙ୍କର ଦାବି ଗୁଡିକ ଜୀବନରେ ଭୁଲି ନ ଯାଇ ସେଇଗୁଡିକ ହିଁ ପ୍ରତି ମୁହୂର୍ତ୍ତରେ ଆମର ବ୍ରତ ବୋଲି ଧରି ନେଇ ସେଇ ସଂକଳ୍ପକୁ ଦୃଢୀଭୂତ କରି ସେଇ ବ୍ରତରେ ଅଗ୍ରସର ହେଲେ ମହାସରସ୍ୱତୀଙ୍କର କୃପା ନିରନ୍ତର ଆମ ଜୀବନରେ ବର୍ଷଣ ହେବ। ଆମ ଜୀବନ ଶୃଙ୍ଖଳା ଏବଂ ସଂଗଠନ ମଧ୍ୟ ଦେଇ ପୂର୍ଣ୍ଣତା ଆଡକୁ ଅଗ୍ରଗତି କରିବ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ମାଙ୍କ ନିକଟରେ ଅଶେଷ କୃତଜ୍ଞତା। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ୍ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା।